ରାସ୍ତାରେ ଘାଟରେ ଚା ଖଟି ଆଉ ପାନ ଦୋକାନରେ ଭୋଟରଙ୍କ ଠାରୁ ନିର୍ବାଚନୀ ମତାମତ। ଗୋଲକ କହିଲେ ନିରଞ୍ଜନ ଜିତିବେ, ଅରୁଣ କହିଲେ ବିଜେପିରୁ ସୁଧାଂଶୁ ଜିତିବେ ଆଉ ଅଭିମନ୍ୟୁ କହିଲେ ବିଜେଡିର ସଞ୍ଜୀବଙ୍କ ପଲା ଭାରି ଅଛି। ଏବେ ନିର୍ବାଚନ ହାୱା କାହା ସପକ୍ଷରେ ଅଛି ତାହା ଜାଣିବା ପାଇଁ ଗୋଲକ ବିହାରୀ ଦାସ, ଅରୁଣ କୁମାର ସାହୁ ଓ ଅଭିରାମ ବାରିକଙ୍କୁ ସାକ୍ଷାତ କରାଯାଇଥିଲା। ଆମ କ୍ରାନ୍ତିଧାରା ପ୍ଲସ୍ ଭଦ୍ରକ ଜିଲ୍ଲା ପ୍ରତିନିଧି ଦିଲ୍ଲୀପ ଖୁଣ୍ଟିଆ ବିଭିନ୍ନ ସ୍ଥାନରେ ରାସ୍ତାରେ ଘାଟରେ ଚା ଖଟି ଆଉ ପାନ ଦୋକାନ ଆଗରେ ଥିବା ସାଧାରଣ ଲୋକ, ରାଜନୀତି ସହିତ ସଂଶ୍ଳିଷ୍ଟ ଥିବା ଲୋକମାନଙ୍କ ସହ ଏଥରର ଭୋଟରଙ୍କ ହାୱା କାହା ସପକ୍ଷରେ ରହିଛି ତାହା ଜାଣିବା ପାଇଁ ପ୍ରତିଦିନ ପଚାରି ବୁଝୁଛନ୍ତି। ଏଥର ଶୁଣନ୍ତୁ ଆଜିକା ଡେଟ୍ରେ କିଛି ଲୋକଙ୍କ ମତାମତ। ଆପଣ ପରିଚୟ କହିବେ? ମୋ ନାମ ଗୋଲକ ବିହାରୀ ଦାସ। ଆଜ୍ଞା, ଆପଣ କେଉଁ ନିର୍ବାଚନ ମଣ୍ଡଳୀର? ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ। ଏବେ ଆପଣଙ୍କର ନିର୍ବାଚନ ମାହୋଲ ଚାଲିଛି, ଆପଣ ସେ ବିଷୟରେ କ'ଣ କହିବେ? ନିର୍ବାଚନ ମାହୋଲରେ ମୁଁ ଯାହା ଶୁଣିବାକୁ ପାଉଛି, ଅବାଧ ନିରପେକ୍ଷ ନିର୍ବାଚନ ହେବା ପାଇଁ କମିଶନରଙ୍କର ନିର୍ଦ୍ଦେଶ ରହିଛି ଏବଂ ଏଟା ବି ଭାରତର ସମ୍ବିଧାନ ସମ୍ମତ ବିଷୟ। କିନ୍ତୁ ଏମାନଙ୍କର ଭାଷଣ ପ୍ରସଙ୍ଗରେ ଆମେ ଯାହା ଦେଖିବାକୁ ପାଉଛୁ ବା ଶୁଣିବାକୁ ପାଉଛୁ ଯେ ଏମାନେ କହୁଛନ୍ତି କି ଆମର ଏବେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଯିବ ଏତେଟାରୁ ଏତେ ମିନିଟ୍ ପର୍ଯ୍ୟନ୍ତ। ତାହେଲେ ଏଇଟା ବାଧ୍ୟ କରାହେଉଛି ଯେ ଆମର ଜଣେ ବାଧ୍ୟ ହେବ, ଇଏ ଜଣେ ମୁଖ୍ୟମନ୍ତ୍ରୀ ହେବ। ପ୍ରଧାନମନ୍ତ୍ରୀ ମଧ୍ୟ ଆସି କହୁଛନ୍ତି କି ଆମ ଏ ଶପଥ ଗ୍ରହଣ ଉତ୍ସବ ହେବ। ତାହେଲେ ଆମେ ସମ୍ବିଧାନର ଯେଉଁ ଲେଖା ହେଇଛି ଅବାଧ, ଆମକୁ ତ ବାଧ୍ୟ କରୁଛନ୍ତି ତୁମେ ଆମକୁ ସମର୍ଥନ କର। ନିରପେକ୍ଷ ପକ୍ଷଭୂତ କରି ଏକୁ ତାର ଆକ୍ଷେପ କରୁଛି, ସେ ତାକୁ କଥା କହୁଛି। ଆମେ ଯେ ସାଧାରଣ ନାଗରିକ କ'ଣ ଶିଖିବୁ ଏବଂ କାହା ଭରସାରେ ଆମେ ଭୋଟ ଦେବୁ, କ'ଣ ବା ଦେବୁ, କାହାକୁ ଦେବୁ? ତେଣୁ ଯେଉଁ ହାତ ପାଇଁ ଆମେ ଚିନ୍ତା କରୁଛୁ ସେ ହାତରେ ଆମର କାର୍ଯ୍ୟକୁ ଆମେ ସୁଚାରୁ ରୂପେ କରିବାଟା ଆମର କର୍ତ୍ତବ୍ୟ ବୋଲି ମୁଁ ଏଇ ମନ୍ତବ୍ୟ ପ୍ରଦାନ କରୁଛି। ଆପଣ କୁହନ୍ତୁ ବର୍ତ୍ତମାନ କାହାର ପାଲା ଭାରି ଅଛି ବୋଲି ଭାବୁଛନ୍ତି ଆପଣ? ନିରଞ୍ଜନ ପଟ୍ଟନାୟକ ମହୋଦୟଙ୍କର ପାଲା ଭାରି ଅଛି ବୋଲି ମୁଁ ଅନୁଭବ କରିଛି। ଏତିକି ମୋର ବିଶ୍ୱାସ ଏବଂ ଭରସା, ତାଙ୍କୁ ଈଶ୍ୱର ଆଶୀର୍ବାଦ ଦିଅନ୍ତୁ। ଆପଣ ପରିଚୟ କହିବେ? ହଁ, ମୁଁ ଭଣ୍ଡାରୀପୁର ନିର୍ବାଚନ ମଣ୍ଡଳର ଅରୁଣ କୁମାର ସାହୁ। ହଁ, ଠିକ୍ ଅଛି। ଆପଣ ଏବେ ଯେଉଁ ନିର୍ବାଚନୀ ମାହୋଲ ଚାଲିଛି ବର୍ତ୍ତମାନ, ଆଜି ଆମର ପାଲା କାହାର ଭାରି ଅଛି? ଏଠି ସୁଧାଂଶୁ ନାୟକଙ୍କର। ସେ କେଉଁ ଦଳ? ବିଜେପି ଏଠି ମୋଦିଙ୍କର ଲହର ଚାଲିଛି। ସେ ଆମେ ସୁଧାଂଶୁ ନାମକୁ ସମର୍ଥନ କରୁଛୁ। ସେ ଏଠିକାର ଚେୟାରମ୍ୟାନ୍ ଥିଲେ। ସେ ତାଙ୍କ ସ୍ତ୍ରୀ ଚେୟାରମ୍ୟାନ୍ ଥିଲେ ଆଉ ବହୁତ ଦିନ କର୍ମୀ ହିସାବରେ ସେ ବନ୍ତ ବ୍ଲକର କାମ କରିଛନ୍ତି। ତେଣୁ ଆମେ ତାଙ୍କୁ ଜଣେ ଲେକ୍ଚର ବି ସେ ଥିଲେ। ତେଣୁ ଆମେ ତାଙ୍କୁ ରାଇଟର ଜଣେ, ତେଣୁ ଆମେ ତାଙ୍କୁ ସମର୍ଥନ କରୁଛୁ। ହଁ, ଆମେ ତାଙ୍କୁ ଭୋଟ ହିଁ ଦେବୁ। ଆପଣ ପରିଚୟ କହିବେ? ମୋର ପରିଚୟ ଅଭିରାମ ବାରିକ। ଆପଣ କେଉଁ କନଷ୍ଟିଚ୍ୟୁଏଣ୍ଟ, ମାନେ କେଉଁ? ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ ଭିତରେ ଅଛୁ। ଏଠି ବର୍ତ୍ତମାନ ରାଜନୈତିକ ମାହୋଲ କେମିତି ଅଛି? ଏଠି ରାଜନୀତି ମାହୋଲ ଓଡ଼ିଶାର ନମ୍ବର 1 ଚିଫ୍ ମିନିଷ୍ଟର ସୁନାମଧନ୍ୟ ମାନ୍ୟବର ନବୀନ ପଟ୍ଟନାୟକ ଯେଉଁଭଳି କାର୍ଯ୍ୟକ୍ରମ କରିଛନ୍ତି ବିଜୁ ଜନତା ଦଳର ଲୋକମାନଙ୍କ ପାଇଁ, ଘର ଘରେ ସମସ୍ତେ ଖୁସି ହୋଇ ରହିଛନ୍ତି। ଯାହାଫଳରେ କି ଆମେ ସୁନାମଧନ୍ୟ ପ୍ରାର୍ଥୀ ପୂର୍ବରୁ ଭଦ୍ରକରେ ଏମ୍ଏଲ୍ଏ ଥିବା ସଞ୍ଜୀବ ମଲ୍ଲିକ ବର୍ତ୍ତମାନ ଭଣ୍ଡାରୀପୁର ପ୍ରାର୍ଥୀ ହୋଇଛନ୍ତି। ସେ ବର୍ତ୍ତମାନ ଆସୁଛନ୍ତି, ପ୍ରତି ପଞ୍ଚାୟତ ୱାଇଜ୍ ବୁଲୁଛନ୍ତି। ଏଠି ଗୋବିନ୍ଦପୁର ପଞ୍ଚାୟତର ବିଜୁ ଜନତା ଦଳର ମାହୋଲ ଏ ପ୍ରାର୍ଥୀକି ଦେଖି, ତାଙ୍କର ପରିଚୟ ଦେଖି ଆମେ ବହୁତ ଖୁସି ହେଉଛୁ। କାହିଁକି? ପୂର୍ବରୁ ତାଙ୍କ ବାପା ହୃଦାନନ୍ଦ ମଲ୍ଲିକ 4 ଥର ଏମ୍ଏଲ୍ଏ ହେଇଛନ୍ତି, ତାଙ୍କ ସାନ ଭାଇ ମାନସ ମଲ୍ଲିକ 2 ଥର ଏମ୍ଏଲ୍ଏ ହେଇଛନ୍ତି। ଆଉ ସଞ୍ଜୀବ ମଲ୍ଲିକ ଏଇ ଯେଉଁ ଭଣ୍ଡାରୀପୁରରେ ଆସିଛନ୍ତି, ସେ ଲୋକଙ୍କ ପାଇଁ କିଛି କାମ କରିବେ, କାରଣ ସେ ଲୋକଙ୍କ ପାଇଁ ତାଙ୍କର ପରମ୍ପରା କରି ଆସୁଛନ୍ତି। ଆପଣ କାହାକୁ ଭୋଟ ଦେବେ? ଆମେ ବେଳୁ ବିଜୁ ଜନତା ଦଳର ନବୀନ ପଟ୍ଟନାୟକଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବୁ। ପାଲା କାହାର ଭାରି ଅଛି? ପାଲା ଭାରି ଅଛି ସଞ୍ଜୀବ ମଲ୍ଲିକର। ଧନ୍ୟବାଦ।